ମୁଁ ଲୋକନାଥ କଟିକି ବାହାରିଛି ମୋତେ କ'ଣ କାହିଁକି ଆଣିକି ଏଇଠିକି ବସେଇଛନ୍ତି ମୁଁ କାହିଁ କିଛି ଜାଣିପାରେ। ଏଇଠି ଅନେକ ତାଙ୍କର ମହିମା ଅଛି। ବାଲିକପିଳେଶ୍ୱରଙ୍କୁ କ'ଣ ଗୋଟେ ଯାଚି ଦେଲେ ତୁମ ଶରୀର ଆରୋଗ୍ୟ ହେଇଯାଏ। ତାପରେ କାହାର ଛୁଆ ପିଲା ହଅନ୍ତୁନି ସେଇଟା ବାଲିକପିଳେଶ୍ୱର ଯାଚିଲେ ଏ ପ୍ରଭୁ ମୋ ପୁଅର ଗୋଟେ ଛୁଆଟେ ହେଲେ ମୁଁ ଆପଣଙ୍କ କଦଳୀ କାଣ୍ଡିଟା ନେଇକି ଯିବି। ଶିବରାତ୍ରି ଉପଲକ୍ଷେ ପ୍ରତିଦିନ ଟିଭିର ଅଗଣିତ ଦର୍ଶକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ତ ନିଶ୍ଚିତ ଭାବରେ ଆମେ ଆସି ପହଞ୍ଚିଛୁ କୋଣାର୍କ ନିକଟସ୍ଥ ବାବା ବାଲିକପିଳେଶ୍ୱରଙ୍କ ପୀଠରେ। ତେଣୁ ନିହାତି ଭାବରେ ଆପଣ ଦେଖୁଥିବେ ଏଠାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ବର୍ତ୍ତମାନ ଭକ୍ତଙ୍କ ଗହଳି। ପ୍ରଶାସନ ତରଫରୁ ବର୍ତ୍ତମାନ ଆପଣ ଦେଖୁଥିବେ ମୁଁ କ୍ୟାମେରାରୁ ଅନୁରୋଧ କରି ଦେଖେଇବି ଚିତ୍ର ଦେଖେଇବି ସେପଟେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ଏବଂ ସମସ୍ତ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହିତ ବ୍ୟାରିକେଡ଼ ମଧ୍ୟରେ ଆସୁଛନ୍ତି ଏବଂ ଯାହା କିମ୍ବଦନ୍ତୀ ଅଛି ବାବା ବାଲିକପିଳେଶ୍ୱର ହେଉଛନ୍ତି ବିଖ୍ୟାତ ଦେବତା ଏବଂ ନିହାତି ଭାବରେ ଏଠାରେ ଯିଏ ମାନସିକ କରିଥାଏ ତା ମାନସିକ ପୂର୍ଣ୍ଣ ହୋଇଥାଏ। ତ ନିହାତି ଭାବରେ କ'ଣ ରହିଛି ମାହାତ୍ମ୍ୟ ଏବଂ କାହିଁକି ଭକ୍ତଟେ ଛୁଟି ଆସିଥାଏ ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ କ'ଣ ତାଙ୍କର ଭକ୍ତଙ୍କର ମାନସିକ ଅଛି ସିଧାସଳଖ ତାଙ୍କ ସହିତ ଆଲୋଚନା କରିବା। ସମସ୍ତ କୁନ୍ଦୁରାରୁ ଆସିଛୁ। କେତେ ସମୟ ଲାଇନ୍ରେ ଆସିଲ? ପ୍ରାୟ 2 ଘଣ୍ଟା ଛିଡ଼ା ହେଲାଣି ଲାଇନ୍ରେ। ଆଉ ବାବାଙ୍କୁ କ'ଣ ଭୋଗରାଗ କରିବ କେମିତି ମାନେ? ହଁ ବାବାଙ୍କୁ ତ ବାପା ତ ଆମ ଗୁହାରେ ଶୁଣୁନାହାନ୍ତି। ଆମେ ତ ଆଇଛୁ ପ୍ରଭୁଙ୍କ ପାଖକୁ ଆଉ ପୁଅଟି ଅକ୍ରମ ହେଇଯାଇଛି ସେଇ ମାନସିକରେ ଆଇଛି ଆଉ। ନିଶ୍ଚିତ ଭାବରେ ଆମେ ଆଲୋଚନା କରିବା। ଆଜ୍ଞା କେଉଁଠି ଆସିଛନ୍ତି? ଭୁବନେଶ୍ୱର। ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱର ଆସିଛନ୍ତି ଏତେ ବାଟ ବାବାଙ୍କ ବିଷୟରେ କେମିତି ଜାଣିଲେ? ଏଠି ଜାଗରର କ'ଣ ଜାଣିଛୁ ଏଠି ସବୁ ଆଉ ଆଗରୁ ମାନସ ପାତ୍ର ବବୁଆ ଆପଣଙ୍କ ମା ଆମ ସୂଚନା କେନ୍ଦ୍ର ନିକଟରେ ମାନସ ପାତ୍ର ବବୁଆ ବ୍ୟାରିକେଡ୍ ବ୍ୟବସ୍ଥା କେମିତି କରାଯାଇଛି? ହଁ ବହୁତ ବଢ଼ିଆ ହେଇଛି। ଘଣ୍ଟା ଲାଗିଲାଣି ଘଣ୍ଟାଟେ। କ'ଣ ଆଜି ଜାଗରରେ ମାଗିବେ ଠାକୁରଙ୍କୁ? ଆଜି ଯାହା ପ୍ରଭୁଙ୍କ ଦୟା। ସୂଚନା କେନ୍ଦ୍ର ମନ୍ଦିରର ସାମ୍ନାରେ ମାନସ ପାତ୍ର। ତେବେ ନିଶ୍ଚିତ ଭାବରେ ଆପଣ ଶୁଣିଦେଲେ ବର୍ତ୍ତମାନ ଭକ୍ତଙ୍କ ସହିତ ଆଲୋଚନା କରିବା। ଆଜ୍ଞା କେଉଁଠି ଆସିଛନ୍ତି ଆଜି ବାବାଙ୍କୁ ଦର୍ଶନ କରିବାକୁ ଆସିଛନ୍ତି କ'ଣ ଅନୁଭୂତି ରହିବ? ପିପିଲିରୁ ଆସୁଛୁ ଠାକୁରଙ୍କ ଦର୍ଶନ କରିବାକୁ ଆସୁଛୁ। କେତେ ବର୍ଷ ଆସିଲେଣି? ଆସୁଛୁ ସବୁ ବର୍ଷ ଆସୁଛୁ। କେମିତି ଏ ବ୍ୟବସ୍ଥା କରା? ନାଇଁ ବ୍ୟବସ୍ଥା ବହୁତ ବଢ଼ିଆ ହେଇଛି ବହୁତ ବଢ଼ିଆ ହେଇଛି ସବୁ ବର୍ଷ। ତେବେ ନିଶ୍ଚିତ ଭାବରେ ଆପଣ ଦେଖୁଥିଲେ ଆମେ ଅଛୁ ବାବା ବାଲିକପିଳେଶ୍ୱର ପୀଠ। ନିହାତି ଭାବରେ ଆପଣ ଦେଖୁଥିବେ ଇଏ ହେଉଛି ତାଙ୍କର ମୁଖ୍ୟ ଦ୍ୱାର ଏବଂ ଭକ୍ତମାନଙ୍କୁ ଯେହେତୁ ଲମ୍ବା ଲାଇନ୍ ଅଛି ସେପଟେ ଭକ୍ତମାନେ ବୁଲି ବୁଲି ଏପଟେ ଦେଇକି ଭକ୍ତମାନେ ତାଙ୍କର ପଛ ଦ୍ୱାର ପଟେ ଏବଂ ସାମ୍ନା ଦ୍ୱାର ପଟେ ମଧ୍ୟ ପ୍ରବେଶ କରୁଛନ୍ତି ଏବଂ ନିହାତି ଭାବରେ ବାଲିକପିଳେଶ୍ୱର ବିଖ୍ୟାତ ଠାକୁର ଏବଂ ତାଙ୍କର ଯେହେତୁ ଆଜି ପବିତ୍ର ଜାଗର ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜାଗରରେ ହଜାର ହଜାର ସଂଖ୍ୟାର ଭକ୍ତ ଏବଂ ସମସ୍ତେ ଆସିଛନ୍ତି ବାବାଙ୍କୁ ତାଙ୍କର ମନସ୍କାମନା ଜଣାଇବେ ଏବଂ ଭୋଗରାଗ କରିବା ପାଇଁ। ନିହାତି ଭାବରେ କିଛି ଆପଣ ଦେଖୁଥିବେ ଗ୍ଲୋରିଆ ମଙ୍ଗରାଜ ଆସିଥିଲୁ ଏଇ ପାଖାପାଖି ଆଉ ଗାଁ ଆମର ବାଲିକପିଳେଶ୍ୱରଙ୍କର ନାଁ ତ ବହୁତ ବିଖ୍ୟାତ। ଏଠି ଗୋଡ଼ ଭାଙ୍ଗିଲେ ହାତ ଭାଙ୍ଗିଲେ ଆସନ୍ତି ସମସ୍ତେ ମାନସିକ ରଖନ୍ତି। ଏଇ ଦିନକୁ ସମସ୍ତଙ୍କର ଅପେକ୍ଷା ଥାଏ। ଆସିକି ଏଠି ସମସ୍ତେ ବହୁତ ଲାଭ ପାଇଛନ୍ତି। ଆଉ ଠାକୁରଙ୍କ ବିଷୟରେ କ'ଣ କହିବି ବହୁତ ସାରା ମହିମା ଅଛି ଠାକୁରଙ୍କର। କିଛି ନାହିଁ ଖାଲି ନମସ୍କାର କରିକି ରହୁଛି ଆଉ। ମୋ ନାଁ ହେଉଛି ଭଗବାନ ସେନାପତି। ମୁଁ ଆସିଛି ନିମାପଡ଼ା ଶ୍ୟାମସୁନ୍ଦରପୁରରୁ। ପବିତ୍ର ଶିବରାତ୍ରି ଆଜ୍ଞା ଆସିଥିଲେ କେମିତି କ'ଣ ବାହାରିଲେ? ଶିବରାତ୍ରିରେ ତ ମୁଁ ଓଷା କରେ। ବାଲିକପିଳେଶ୍ୱର ମୋତେ ଇଚ୍ଛା ହୁଏ ଆସିବା ପାଇଁ। ଆମେ ରାତିରେ ଆସିକି ବାଲିକପିଳେଶ୍ୱରରେ ରହୁ। ବାଲିକପିଳେଶ୍ୱର ମାହୋଲ ସବୁ ଭଲ ଲାଗେ। ଆଉ ଏ ବର୍ଷ ତ ଆସି ହେଇନି ଟିକେ ଦର୍ଶନ କରିଦେଇ ଯିବୁ ବୋଲି ଭାବିଛୁ ତ ଯାଉଛୁ ଫ୍ୟାମିଲି ନେଇକି ଆସିଛୁ ଆଉ ଭଲ ଲାଗୁଛି ସବୁ। ଲମ୍ବା ଲାଇନ୍ ତ ଲାଗିଛି ଆଜ୍ଞା। ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ଲାଇନ୍ ତ ଲାଗିବ ଆଉ ସବୁ ଇଏ କରିକି ସେତିକି ଚେଷ୍ଟା କଲେ ଠାକୁରଙ୍କ ପାଖରେ ଯାଇକି ପହଞ୍ଚିବେ। ଲାଇନ୍ ଲାଗିଛି ଲାଇନ୍ରେ ଆଇଲୁ କିଛି ଅସୁବିଧା ନାହିଁ। ସବୁ ଶାନ୍ତି ଶୃଙ୍ଖଳାରେ ଯାଇକି ଠାକୁରଙ୍କୁ ଆରାମସେ ଦର୍ଶନ କଲୁ ଭଲ ବି ଲାଗିଲା। ଶାନ୍ତି ମନରେ ଏବେ ପରିବାରକୁ ଧରିକି ଘରକୁ ଫେରୁଛୁ। ବିଶ୍ୱାସ ରହିଛି ବାବା ବାଲିକପିଳେଶ୍ୱରଙ୍କ ପୀଠରେ ଯେଉଁ ଭକ୍ତ ଟିକେ ମାନସିକ କରିଥାଏ ତାଙ୍କର ବାଲି ବଳି ଦେହ ମଧ୍ୟ ଭଲ ହୋଇଥାଏ ବିଶ୍ୱାସ ରହିଛି। କ'ଣ ସେ? ଆଜ୍ଞା ଆଜ୍ଞା ଏଇଟା ଅଛି ଠାକୁରଙ୍କର ଏଇଟା ଅଛି। ବାଲିରେ ଯେଉଁ ଗୋଡ଼ ପିଲାଙ୍କର ଯେଉଁ ଇଏ ହେଇଥାଏ ତାକୁ ଠାକୁରଙ୍କ ପାଖରେ ଇଏ କଲେ ଠାକୁର ତାକୁ ଭଲ କରିଦିଅନ୍ତି ବୋଲି ଏଇଟା ବିଶ୍ୱାସ ଭରସା ସମସ୍ତଙ୍କର ଅଛି। ଏଇଟା ପୁରା ବହୁତ ପୁରୁଣା କଥା। ଆମେ ବି ଜାଣିଛୁ ଆମ ବାପା ତାଙ୍କ ଜେଜେ ହେରିକା ସବୁ ଜିନିଷ ଜାଣିଛନ୍ତି। ଭଲ ଲାଗୁଛି ଭଲ ପରିବେଶ ଭଲ ଲାଗିଲା। ଆମେ ବୁଲିକି ଆମେ ବର୍ତ୍ତମାନ ଯାଉଛୁ। ସଭାପତି କ'ଣ କହିବେ ଯେ ଆଜି ମହାଶିବରାତ୍ରିରେ ଆପଣ ଗୋଟେ ଖାଦ୍ୟ ବଣ୍ଟନ କରୁଛନ୍ତି କେମିତି ଆପଣଙ୍କର ସେବା କରାହେଉଛି ବ୍ୟବସ୍ଥା କରାହେଉଛି କେମିତି କେତେ ଲୋକଙ୍କ ବ୍ୟବସ୍ଥା? ଦେଖନ୍ତୁ ଆଜ୍ଞା ଆଜି ନୁହେଁ ଆମେ ବହୁତ ଆଗରୁ ଆଗାମୀ ପୂର୍ବବର୍ଷ ବି କରିଥିଲୁ। ପୂର୍ବବର୍ଷ ଏତେ ଖାଦ୍ୟ ଉପରେ ଯଦିଓ ପ୍ରାଧାନ୍ୟ ଦେଇନଥିଲୁ ପାଣି ବୋଟଲ ସଫିସିଏଣ୍ଟ ଦେଇଥିଲୁ କିନ୍ତୁ ଆମର ଖାଦ୍ୟ ସଡ଼ନ ଏତେ ଲୋକ ହେଇଥିଲେ ଖାଦ୍ୟ ବି ସରିଯାଇଥିଲା। ତାକୁ ଦୃଷ୍ଟିରେ ରଖି ଏ ବର୍ଷ ଆମେ 3000 ଲୋକ ପାଇଁ ଖାଇବା କରିଛୁ। ଆଉ ଏବେ ବି ଆପଣ ଦେଖୁଛନ୍ତି କେଉଁଭଳି ଲାଇନ୍ ଲାଗିଛନ୍ତି। ଆମର ଖାଇବା ଏବେ ବି ଚାଲିଛି। ଆଉ ଆଗାମୀ ଦିନରେ ଆହୁରି ବଡ଼ ପ୍ରୋଗ୍ରାମ୍ କରିବୁ। ଆହୁରି ଆମେ ଚିନ୍ତା କରିଛୁ ଯେ ଟୋଟାଲ୍ ଜାଗର କଭର କରିବୁ।
टोटाल जिते भी लोक आसुँच समस्त खाଇବା देव उद्देश्य किसी ना केवल आसुवा भक्त मानू केमी प्रसाद पाइबे टिके शांति एठी दीप जालिबे महाप्रभु दर्शन करे से चिंताधारा आम प्रसाद आइटम भात अच्छी डालमा अच्छी खटा अच्छी ये सब आइटम अच्छी साधारण गोटे गरीब भक्तरे जहाँ पाइक खुशी हो जाओ सेटा तो माने बाबांकर आशीर्वाद आमे आमे मान तो निमित्त मात्र आमको बाबा आशीर्वाद जो मिलूँ जो लोक मैंने आस माने आशीर्वाद आमको दौरान आम खुशी लगुच आहरी भी आम चिंता करूँ आहरी केमी बढ़ेब आगामी दिन मानक संस्था बढ़िया कौन कर संस्था बढ़ाई आम तो प्रयास जारी रमर समस्त सदस्य मानक देखुं कौ भाव में केमी माने निस्वार्थपर भाव में सेवा कर चली कहार माने खाइबा माने उपास भी कम कर चली चिंता ना भोक शोषर किसी भी आज ना आज बहुत खुशी समस्त काम कर चली देवेंद्र प्रधान मो ये जो संगठनटा है आम समस्त मिसिक यहाँ करूँ गत वर्ष आम आरंभ करूँ खिचड़ी उपाय प्रथम तो उपाय करूँ पानी बोतल दान करने किंतु खिचड़ी करूँ खिचड़ी पानी बोतल हो जाता किंतु ए वर्षर किसी अरुआर्ण डालमा खटा मध्याह्न भोजन समय ये जिनसा माइंड को आसला आम चेष्टा कलु आईटा भी हो पारा बर्तमान आम दिन गोटाकू सेवा जारी रखीचु बर्तमान तो आप देखुवे संध्या है प्राय 5:30 है आमर भी बहुत श्रद्धालु मैंने आसुँच अन्न प्रसाद सब लाभ कर मन को गोटे आनंदित दिए जिनस समस्त मन में किसी ना कि थाए आशा कि आमर गोटे एमती मनर आशा था आम कि गोटे सेवा कर मनोवृत्ति आम जी जन भी जोड़ी आईचु समस्ते स्व इच्छा कई क्या आम डकाडुकईनु स्व इच्छा आसी आम सेवार मनोवृत्ति रखीचु खाली यहीटा नुहे प्रत्येक वर्ष भी आम मन रखीचु जागर को एमती आम अन्न प्रसाद सेवा करूँ आ विभिन्न प्रकार जो सब संगठन आमर जमी किसी गरीब टे रहा कि दुखी रखी रही किसी असुविधा होखे आम छिड़ा होचु आहरी आगू आमर गोटे कोणार्क सेवा फाउंडेशन जोटा आम कोणार्क ना रखीचु जेहेतु आम कोणार्क निकटस्थ बासिंदा तो सहीटा को आम आगू बढ़ाई चेष्टा करुचु आउ से यूनिट नहीं कि आम बढ़ू और आपको बहुत आगू नेबू समस्त ओडिशार कोण अनुकोण आम पहुँचबू सेवा गोटे मनोवृत्ति आउ किछि नहीं बाबा बालिकपेश्वर पूजक अच्छा सहित आलोचना करवा बाबा बालिकपेश्वर कौन रही महात्म्य और जागर यात्रा केमी महादीप उठी थाए केमी व्यवस्थापत्र और आज जो पूजा अर्चना नीतिकांति केमी रही है निहत भाव में आज्ञा प्रतिदिन स्वागत आज जागर में बर्तमान बाबा बालिकपेश्वर कौन रही नीतिकांति रही है मो ना हूँ श्री कैलाश चंद्र पंडा मु बालिकपेश्वर मंदिर सभापति जागर होची जागर यात्राटा हूँ शिवंकर जन्मदिन को आम जागर यात्रा बोली पालू बहु लोग कहती शिवरात्रि हरिहर भेट पाई जागर ना सेटा हूँ शिवंकर आज जन्मदिन तांकर हूँ विभिन्न प्रकार नीतिकांति अच्छी ये होती हाड़ भंगार स्पेशलिस्ट हजार लक्ष आगे आसुले हजार हजार लोक एने लक्ष लक्ष भक्त आसुँच ठाकुरंकर नीतिकांति हूँ राति गोटाके हूँ द्वार पिठा तापर ठाकुरंकर हूँ मैलम स्नान तापर हूँ मंगल आलती तापर हूँ खिचड़ी धूप तापर सर्वसाधारण दर्शन तापर खरा दिन 2टारे हूँ आमर खीरी धूप तापर राति को मंगल आलती संध्या आलती तापर आमर रोच हरिहर भेट तापर राति रोच अन्न प्रसाद भोग तापर हरिहर भेट पर आमर हूँ महादीप आज्ञा ये होती बालिकपेश्वर होती अवंती नगर बोली आमर ये गोटे जगह थिला से अवंती नगर रे ठाकुर सीटी थिले गोटे बेहरा गाईटे रखीला से गाई प्रत्येक दिन से 4टा 5टा बेलू से जाए ता क्षीर तक उत्तरदान हो जाए बेहरा कहे जो मुझे प्रतिदिन आणुची गाई की चरई आणुची गाईर क्षीर जाऊँ कुआड़े सी दिने उजागर हो रहा अपेक्षा कला जे मु देखी क्षीरटा कड़ा तापर देखला जे भोर टाइम रे गाई ठीक जगह पलैगला ता क्षीर आपे आपे पड़ जाऊँ सी गोटे गोबा मारी जाइए शिवंकर मस्तक गोटे बाड़ी चिन्ह भी अच्छी तापर ताको स्वप्न देश है जे मु ये अच्छी तू मु कपिल मुनि अमुक जगार बाहर सेवायत मानक जनइबू मु अमुक जगह बाहर से दिन ठार ये आसी शिव पूजा पाँच बालिकपेश्वर पूजा पाँच जड़े बाबाजी थे ये मंदिर तैयारी कर सेवायत मैंने भी सहयोग कर ठाकुरंकर नीतिकांति बहु प्रकार आमर भोग राग विभिन्न प्रकार आज भी जगार जागर यात्रा आज हूँ शिवंकर बड़ दिन हजार लक्ष लक्ष भक्त समागम होती
ଏଠି ବି ପାଖ 14 ଗାଁ କମିଟି ତାପରେ ତରକର କମିଟି ଆମ ସେବାୟତ ମାନେ ମିଶିମିଶି ସୁରକ୍ଷା ମାନେ ବହୁ ସୁରକ୍ଷିତରେ ଜାଗର ଯାତ୍ରାଟା ପାଳନ କରାଯାଉଛି। ବିଶ୍ୱାସ ରହିଛି ବାବାଙ୍କର ବାଲି ଯେ ଥରେ ବାଲି ବାବାଙ୍କର ଯେ ଇଏ ହୁଅନ୍ତି ହାଡ଼ ଭଙ୍ଗା ସ୍ପେଶାଲିଷ୍ଟ ଆଙ୍କର ନାଁରେ ଯିଏ ବାଲି ଟିକିଏ ବୋଳିଦେବ ସେ ହାଡ଼ ଜଏଣ୍ଟ ହେଇଯିବ। କିନ୍ତୁ ବହୁ ଜାଗାରେ ଲୋକ ଫେରି ଫେରି ଆସୁଛନ୍ତି, ସାରା ପୃଥିବୀରୁ ବି ଲୋକ ଫେରିକି ଆସୁଛନ୍ତି, ଏଠି ସେ ଭଲ ହେଇକି ଯାଇଛନ୍ତି। ହାଡ଼ ଭଙ୍ଗା ସ୍ପେଶାଲିଷ୍ଟ ହେଉଛନ୍ତି ବାବା ବାଲି କପିଳେଶ୍ୱର। ତାଙ୍କ ନାଁରେ ବାଲି ଟିକିଏ ବୋଳିଦେଲେ ବା ତାଙ୍କ ନାଁରେ ପାଣି ଟିକିଏ ବୋଳିଦେଲେ ସେ ଜାଗାଟା ଜଏଣ୍ଟ ହେଇଯାଏ ହାଡ଼। ସେଥିପାଇଁ ବାଲି କପିଳେଶ୍ୱର ନାଁ ବିଖ୍ୟାତ। ତେବେ ଆମେ ନିହାତି ଭାବେ ପ୍ରାୟ ଶୈବ ପୀଠରେ ମହାଦେବ ଉଠରେ ଏଠାରେ ହରିହର ଭେଟ କ'ଣ ନୀତିକାନ୍ତି ରହିଛି? ହରିହର ଭେଟ ଆମର ଏଠି ହୁଏ। ହରିହର ଭେଟ ହୁଏ, ଗୋଟେ ପନ୍ତି ଭୋଗ ହୁଏ। ପନ୍ତି ଭୋଗ ସରିଲା ପରେ ଘଣ୍ଟ କୀର୍ତ୍ତନ ପଗୁଜ ବାଜିକିରି ମନ୍ଦିର ଚାରିପଟେ ପରିକ୍ରମା କରନ୍ତି ଠାକୁର, ଚଳନ୍ତି ପ୍ରତିମା। ତାପରେ ଆମର ମହାଦୀପ ଉଠିବ। ମହାଦୀପ ପରମ୍ପରା ଅଛି। ମହାଦୀପ ଉଠିଲା ମାନେ ଜାଗର ଯାତ୍ରା ସମାପ୍ତ ହେଲା। ଭକ୍ତମାନେ ସବୁ ଦର୍ଶନ ଫର୍ଶନ କରି ଏଯାଡ଼େ ତାଙ୍କ ଘରକୁ ସବୁ ଯିବେ। ଆଉ ପ୍ରଶାସନ ବ୍ୟବସ୍ଥା ସବୁ ପ୍ରକାର ସୁବିଧା ଅଛି, କୌଣସି ଅସୁବିଧା ନାହିଁ। ଲାଇଟ୍ ଫାଇଟ୍ ତାପରେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତରେ ଭିତରକୁ ପ୍ରବେଶ କରୁଛନ୍ତି, ପ୍ରସ୍ଥାନ କରାଉଛନ୍ତି। ଲୋକମାନେ ଭୋଗ ଦୀପ ଆନନ୍ଦରେ ବସେଇକି ଠାକୁରଙ୍କର ପ୍ରସାଦ ଖାଇକି ସୁରକ୍ଷିତରେ ଯାଉଛନ୍ତି, କ'ଣ ଅସୁବିଧା ନାହିଁ। ତ ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ, ଆମେ ଆଲୋଚନା କରିଥିଲେ ବାବା ବାଲି କପିଳେଶ୍ୱରଙ୍କର ଯେଉଁ ଅଛନ୍ତି କମିଟିର ଯେହେତୁ ସଭାପତି ଅଛନ୍ତି ତାଙ୍କ ସହିତ ଆଲୋଚନା କରିଥିଲେ କ'ଣ ନୀତିକାନ୍ତି ଆଜି ରହିଛି। ଏବଂ ନିହାତି ଭାବରେ ବାବାଙ୍କର ନାଁ ହେଉଛି ବାଲି କପିଳେଶ୍ୱର। ନିହାତି ଭାବରେ କାହିଁକି ବାଲି କପିଳେଶ୍ୱର ନା ବାବାଙ୍କ ବାଲି ଦେହରେ ବୋଳିଦେଲେ ଥରେ ଯେତେ ବଡ଼ ରୋଗ ହୋଇଥାଉ ସିଏ ତାଙ୍କର ରୋଗ ସମାପ୍ତ ହୋଇଥାଏ ଏବଂ ନିହାତି ଭାବରେ ଗୋଟେ ଆରୋଗ୍ୟ ଲୋକ ଲାଭ କରିଥାଏ ଭକ୍ତଟିଏ। ତ ନିହାତି ଭାବରେ ଇଏ ହେଉଛନ୍ତି ବାବା ବାଲି କପିଳେଶ୍ୱର ମନ୍ଦିର। ପ୍ରତ୍ୟେକ ଦିନ ମଧ୍ୟ ଏଠାରେ ମଧ୍ୟ ଭକ୍ତଟିଏ ଆସିଥାଏ, ଭୋଗ ରାଗ କରିଥାଏ। ଭାବରେ ଆଜି ଶିବରାତ୍ରି ଉପଲକ୍ଷେ ହଜାର ହଜାର ସଂଖ୍ୟାର ଭକ୍ତ ଏ ନିକଟବର୍ତ୍ତୀ ଅଞ୍ଚଳରୁ ଏବଂ ଯେତେ ବଡ଼ ଭକ୍ତଟିଏ ଆସିଥାଏ ସେମାନେ ପୁରୀ ଯାଇଥାନ୍ତି, ପୁରୀରେ ଲୋକମାନେ ଦର୍ଶନ କରିଥାନ୍ତି। ଲୋକମାନେ ପରେ ଏଠି ବାଲି କପିଳେଶ୍ୱର ଆସିଥାନ୍ତି। ନିହାତି ଭାବରେ ବର୍ତ୍ତମାନ ଲୋକଙ୍କର ଦର୍ଶନ ଚାଲିଛି ଏବଂ ଅପେକ୍ଷା ଅଛି ମହାଦେବ ଉଠିବା ପାଇଁ। ଦେଖନ୍ତୁ ଆମେ ଆସି ପହଞ୍ଚିଛୁ ବାବା ବାଲି କପିଳେଶ୍ୱରଙ୍କ ପୀଠରେ। ନିହାତି ଭାବରେ ଦେଖୁଥିବେ ଭକ୍ତଙ୍କର ପ୍ରବଳ ଗହଳି। ଏହି ଭକ୍ତଙ୍କ ଭିତରେ ମଧ୍ୟ ଜଣେ ସାଧୁ ବାବା ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା ସେ କେଉଁଠୁ ଆସିଛନ୍ତି ଏବଂ ତାଙ୍କ ସହିତ ଆମେ ଯାହା ପଚାରୁଥିଲୁ ସେ କହିବା କଥା ସେ ଖଣ୍ଡଗିରିରୁ ଆସିଛନ୍ତି। ନିହାତି ଭାବରେ ତାଙ୍କ ସହିତ ଆଲୋଚନା କରିବା ସେ କେବେଠାରୁ ଆସିଲେ ଏଠାକୁ ଏବଂ କ'ଣ ଆଜି ତାଙ୍କର ଅନୁଭୂତି ରହିବ। ଆଜ୍ଞା ପ୍ରତିଦିନକୁ ସ୍ୱାଗତ। କ'ଣ କହିବେ ଆଜି ବର୍ତ୍ତମାନ ଯେହେତୁ ମହାଶିବରାତ୍ରି ତାପରେ ଆପଣ ଆସିଛନ୍ତି ସାଧୁ ବେଶରେ ଆସିଛନ୍ତି, କ'ଣ ଅନୁଭୂତି ଆପଣଙ୍କର? ବାବା ଏତିକି ଅନୁଭୂତି, ପ୍ରଭୁ ଇଏ ପୀଠ ହେଉଛି ଅଲଗା ପ୍ରକାରର ପୀଠ। ମୋ ପିଲାଦିନେ ମୁଁ ଏଠି ଆସିଥିଲି। ତାପରେ ମୁଁ ଯେତେବେଳେ କାଶୀ ବିଶ୍ୱନାଥରେ ବାବାଜୀ ହେଇଛି, ମୁଁ ଧବଳେଶ୍ୱର ପୀଠରେ ରୁହେ। ମୁଁ କେବେ ଏପଟ ଏରିଆକୁ ଆସିନି। ଆଜି ପ୍ରଭୁ କ'ଣ ଦୟା, ମୁଁ ଲୋକନାଥଙ୍କ ଠିକି ବାହାରିଛି। ମୋତେ କ'ଣ କାହିଁକି ଆଣିକି ଏଇଠିକି ବସେଇଛନ୍ତି ମୁଁ କାହିଁ କିଛି ଜାଣିନି। ମୁଁ କେଡ଼େ ବଡ଼ ପାପି କି କେଡ଼େ ବଡ଼ ମାନେ ତପି ମୁଁ କିଛି ଜାଣିନି। ପ୍ରଭୁ ଜାଣିଥିବେ। ଗମ୍ଭୀର ଭିତରେ ବହିଛନ୍ତି ବାଲି କପିଳେଶ୍ୱର ଡାକିଲେ ଓ ତାଙ୍କର ବହୁତ ଆଗରୁ ମୋ ପିଲାଟି ଦିନ ମୁଁ ଶୁଣିଛି। ମୋ ମା' ସେଥିରେ ଆସେ, ମାନେ ଏଇଠି ଅନେକ ତାଙ୍କର ମହିମା ଅଛି। ବାଲି କପିଳେଶ୍ୱରଙ୍କୁ କ'ଣ ଗୋଟେ ଯାଚି ଦେଲେ ତୁମ ଶରୀର ଆରୋଗ୍ୟ ହୋଇଯାଏ। ତାପରେ କାହାର ହାଡ଼ ଭାଙ୍ଗି ଯାଇଛି ତା'ର ହାଡ଼ ଭଲ ହେଇଯାଏ। ତାପରେ କାହାର ଛୁଆ ପିଲା ହୁଅନ୍ତିନି, ସେଇଟା ବାଲି କପିଳେଶ୍ୱରରୁ ଯାଚିଲେ ଏ ପ୍ରଭୁ ମୋ ପୁଅର ଗୋଟେ ଛୁଆଟେ ହେଲେ ମୁଁ ଆପଣଙ୍କ କଦଳୀ କାଣ୍ଡିଟା ନେଇକି ଯିବି। ଏଇଟା ଆମର ପିଲାଦିନର ବହୁତ ମୁଁ ଏଇଟା ଜାଣିଛି। ମୁଁ ଯେତେବେଳେ ଯେଉଁ ସମୟରେ ବାବାଜୀ ହେଇଛି ମୁଁ ସେ ସମୟରେ ବାପା ମୁଁ ସେପଟେ ରୁହେ। କେତେବେଳେ ଆଦିତ୍ୟ ବାବା ଡାକନ୍ତି ଆମର କୋଣାର୍କ ଅବଧୂତ ମଠର, ମୁଁ ସେଠିକି ଆସେ। ନହେଲେ ଛୋଟ ବାବା ମଠକୁ ବିଚିବାବୁ କେତେବେଳେ ଡାକନ୍ତି ସାମ୍ବାଦିକ, ମୁଁ କେତେବେଳେ ଛୋଟ ବାବା ମଠକୁ ଆସେ। ଆଉ ମୁଁ ସଦାବେଳେ ପାଇଁ ଧବଳେଶ୍ୱର ପୀଠକୁ ଟିକେ ଭଲ ପାଏ। ମୁଁ ସେଇ ଜାଗାରେ ଟିକେ ମାନେ ଅଭ୍ୟାସ ହେଇଯାଇଛି ରହିକି। ତାପରେ ମୁଁ ଯେତିକି ଜୋରେ ମାଆକୁ ମୁଁ ଯେବେ ଏତେ ବାଟକୁ ଯାଇଛି, ଆଜି ମୋ ମା' ଦ୍ୱାରା ଯାଇଛି। ମୋ ମା' କାକଟପୁର ମଙ୍ଗଳା, ମୁଁ ତାଙ୍କରି ସକାଶେ ଆଜି ମୁଁ ଜଣେ ନାଗା ସାଧୁ ହେଇପାରିଛି। ଏଇଟା ଜଗନ୍ନାଥଙ୍କର ଦୟା, ଏଇଟା ମୋ ବାପା ମାଆଙ୍କର ଆଶୀର୍ବାଦ, ଏଇଟା ମୋର ପିତୃପକ୍ଷର ଆଶୀର୍ବାଦ। ଏଇଟା ମୁଁ କହିପାରିବିନି। ପ୍ରଭୁ ମୁଁ ଗୋଟେ ଗଣ୍ଡମୂର୍ଖ, ମୁଁ ଏତିକି ଜଗତକୁ ମଙ୍ଗଳ ପାଇଁ ଚାହିଁଛି। ଯେବେ ଜଣେ ନାଗା ସାଧୁ ହେଇଛି ଜଗତର କିଛି ମଙ୍ଗଳ କରିବି। ମୁଁ ଏ ମଙ୍ଗଳ କାମନା ନେଇ ଆଜି ଏ ବଡ଼ ଦାଣ୍ଡକୁ ବାହାରିଛି ଯୋଗୀ କମଣ୍ଡଳ ଧରିକି। କାହା ପାଇଁ ମୁଁ ଏମିତିଆ ସାଧୁ ହେବିନି, କାହାକୁ ଭଣ୍ଡି ଖାଇବିନି। ମୁଁ ବସିବି, କାହା ଇଚ୍ଛା ହେଲେ କିଏ ଆଠଣା ଦେଲା, କାହା ଇଚ୍ଛା ନହେଲା କିଏ ନଦେଲା, ଆମର ଆବଶ୍ୟକ ନାହିଁ। ନାଗା ସାଧୁ ଆପଣ ତ ଜାଣିଥିବେ ମିଡ଼ିଆ ଭାଇମାନେ, ସିଏ ତ କାହାକୁ ମାଗନ୍ତିନି। ପଛେ ଭୋକ ବିନା ମରିଯିବେ ପଛେ
प्रभु नारायण जगन्नाथ पाखे से क्या मागे कहीं आम गोटे लोक मागुचु जगन्नाथ को आ मागू क्या साधारण लोक नागा साधु बनवर कारण कौन रही उद्देश्य कौन रही उद्देश्य बापा या ସେଇଟା ମାନେ ସାଧାରଣ ଲୋକଟା ସେଇଟା ନୁହଁ ସେଇଟା ଆପଣ ଗୋଟେ ଭାବନ୍ତୁନି ଏଇଟା ଯେବେ ଗୋଟେ ମୁଁ ଯେବେ ନାଗା ସାଧୁ ହେଇପାରିଛି ମୁଁ ଆଜ୍ଞା ଥିଲି ଅଚ୍ୟୁତ ରାସ୍ତାରେ ଅଚ୍ୟୁତରୁ ମୁଁ ଅବଧୂତ ରାସ୍ତାରେ ଥିଲି ଆମ ଆଦିତ୍ୟ ବାବା ଜାଣିଛନ୍ତି ମୁଁ ସିଟୁ ଯେତେବେଳେ ନାଗା ରାସ୍ତାରେ ପଶିଲି ଜୁନାଗଡ଼ ଆଖଡ଼ାରେ ମୁଁ ଜାଣିଲି ମୁଁ ଜଣେ ଭଲ ସାଧୁ ହେବି ଯିଏ ଜଗନ୍ନାଥଙ୍କୁ ରକ୍ଷା କରିଛନ୍ତି ଯିଏ ଜଗନ୍ନାଥଙ୍କୁ ଆଜି ମୁଗଲମାନଙ୍କ ହାତରୁ ହଣାକୁଟା କରି ରଖିଛନ୍ତି ମୁଁ ସେଇ ସାଧୁ ହେବି ମୁଁ ଧର୍ମକୁ ଏମିତି ମୁଣ୍ଡେଇବି ମୁଁ ଜଗନ୍ନାଥଙ୍କୁ ଅନିଶି ଜଗନ୍ନାଥଙ୍କୁ ଦେଖିବି କେତେ ବର୍ଷ ହେଲେ ଆପଣ ସାଧୁ ଲାଇନରେ ଗଲେଣି ବାବା ମୁଁ ସାଧୁ ମୁଁ 2015ରୁ ମୁଁ ସାଧୁ ହେଇକି ବୁଲୁଛି ପ୍ରଥମ ପର୍ଯ୍ୟାୟରେ ଆପଣ ଇଏ କଲେ ଘରେ ତ ବିରୋଧ କରିଥିବେ ଆମ ସଂସାର ଆପଣଙ୍କ ମୋ ମା ଜଣେ ହୁଅନ୍ତି ରେଲୱେ DTI ଝିଅ ତାଙ୍କ ବାପା ରେଲୱେ DTI ଅଛନ୍ତି ତାଙ୍କ ଏବେ ମୋ ପିଲାଙ୍କ ଦାୟିତ୍ୱ ତାଙ୍କ ମାମୁଁ ବୁଝନ୍ତି କ'ଣ ଗୋଟେ ମୁଣ୍ଡକୁ ଝୁଙ୍କ ଉଠିଲା ମୋ ବାପା ଜଣେ ସାଧୁ ହେବି ବୋଲି ମୁଁ ଜାଣିଛି ତରକୁଳ ପଞ୍ଚାୟତରେ ସରପଞ୍ଚ ଜାଣିଛନ୍ତି ଧଡ଼ିଆ ଭାଇଙ୍କ ବଡ଼ ଭାଇ ସିଏ ଜାଣିଛନ୍ତି ଏବଂ ଏପଟେ ଏରିଆରେ ରବିବାବୁ ଜାଣିଛନ୍ତି କାହିଁ ପ୍ରଭୁ ମୋତେ ଏ ବାଟକୁ ନେଇଛନ୍ତି ମୁଁ କିଛି ଜାଣିନି ମୁଁ ମାଆର ସନ୍ତାନ ମୁଁ ମାଆକୁ ଟିକେ ଭଲ ପାଏ ମା ଆଜି ପହଞ୍ଚାଇଛି ବାପା ପାଖରେ ଆଉ ଯେବେ ମୁଁ ବାପା ପାଖରେ ପହଞ୍ଚି ବାପାକୁ ପଚାରିଛି ମୋ ଗୁରୁ କିଏ ବାପା ମୋତେ ଚିହ୍ନେଇଛନ୍ତି ତୁମ ଗୁରୁ ହୁଅନ୍ତି ଜଗନ୍ନାଥ ଗଲା ମୁଁ ସେ ଜଗନ୍ନାଥଙ୍କୁ ଡାକୁଛି ଆଉ ବାପାକୁ ତ ଡାକୁଛି ବାପା ଆଗ ସାମ୍ନାରେ ବସିକି ଆଉ ବେଳେବେଳେ ଅଭିଯୋଗ ହୁଏ ସାଧୁମାନେ କଳା କାରନାମା ସବୁ ଲିପ୍ତ ରୁହ ସେ ସାଧୁ ନାଗା ସାଧୁ କହୁଦିନ ମିଡ଼ିଆରେ ଆପଣଙ୍କୁ ମୁଁ ଅନୁରୋଧ କରୁଛି କୌଣସି ମାନେ ନାଗା ସାଧୁ କୁକର୍ମ କରନ୍ତିନି ନାଗା ସାଧୁ ଅବାଟରେ ଯାଆନ୍ତିନି କାହାକୁ ଭଣ୍ଡି ଖାଆନ୍ତିନି ସିଏ ତାଙ୍କର ବସନ୍ତି କାହା ଇଚ୍ଛା ହେଲେ କିଏ ଟଙ୍କାଟା ଦଅନ୍ତି କାହା ଇଚ୍ଛା ନହେଲେ ସିଏ ଯାଆନ୍ତି ନାଗା ସାଧୁ କାହାକୁ ଡାକନ୍ତିନି ସିଏ ଯେବେ ଧର୍ମକୁ ମୁଣ୍ଡେଇନ୍ତି ଆମେ ତ ଜଣକୁ ମାଗୁଛୁ ନାରାୟଣକୁ ମାଗୁଛୁ ଆପଣଙ୍କୁ ଆଜି ମାଗିବୁ ଆପଣ ଆଜି 5 ଟଙ୍କା ଦେବେ କାଲି ଆଉ କିଏ 5 ଟଙ୍କା ଦେବ ଦେବ ଲୋକ ହେଉଛି ଆମର ଜଗନ୍ନାଥ ଯିଏ 60 ପଉଟି ଲଗେଇଛି ଏମିତିଆ ଠାକୁର କେଉଁଠି ନାହାନ୍ତି ମୋ ବାପା ଯେତେ ଥର ଶଙ୍କୁଡ଼ି ହେବ ସେତେ ଥର ନୂଆ ବସ୍ତ୍ର ପିନ୍ଧିବେ ନୂଆ ବେଶ ହେବେ ଏମିତିଆ ଠାକୁର କେଉଁଠି ଅଛନ୍ତି ଦେଖିଛ ଏତେ ବାସନ ଖାଇକି କେଉଁ ଠାକୁର ପକାଉଛନ୍ତି ଏକମାତ୍ର ମୋ ବାପା ହେଉଛି ଜଗନ୍ନାଥ କେତେ ବାସନ ଫୋପାଡ଼ୁଛନ୍ତି ଲୋକ କହନ୍ତି ଅରୁଆ ଖାଇଲେ ଦେହ ଖରାପ ହେଇଯାଉଛି 60 ପଉଟି ଯେଉଁ ଭୋଗ ଲାଗୁଛି ସେ କ'ଣ ହେଉଛି ତାକୁ କ'ଣ ପ୍ରଭୁ ଖାଉଛନ୍ତି ପ୍ରଭୁ ବାସ୍ନା ମଗି ଏଇ ମାନବ ଖାଉନ୍ତି କେହି ଜଣ କହନ୍ତୁ ମହାପ୍ରସାଦ ଖାଇଲେ ତାଙ୍କ ଶରୀର ଖରାପ ହେଉଛି ଯେବେ ମହାପ୍ରସାଦ ଖାଇଲେ ଶରୀର ଖରାପ ହେଉଛି ଜଗନ୍ନାଥଙ୍କ ପାଖରେ ତ 60 ପଉଟି ଭୋଗ ଲାଗନ୍ତାନି ଏତିକି ଆମେ 4 ଧାମରୁ ମୋର ଶ୍ରୀକ୍ଷେତ୍ର ହେଲା 1 ନମ୍ବର ଧାମ ମୋ ବାପା ହେଲା ଜଗନ୍ନାଥ ମୋର ବଳରାମ ଦାସ ହେଲେ ମୁଁ ବଳରାମ ଦାସ ଘର ପାଖର ବାବାଜୀ ଜଣେ ମୁଁ କେଉଁ ବାବାଜୀରେ ଲେଖା ମୁଁ ଜାଣିନି ମୁଁ ଏତିକି ଜାଣିଛି ମୋର ବଳରାମ ଦାସଙ୍କୁ ଜୟ ମୋର ପ୍ରଭୁ ଜଗନ୍ନାଥଙ୍କୁ ଜୟ କାବୁଲି ନିମାଇ ପୃଷ୍ଟି କୋଉଠି ଆସିଛନ୍ତି ନୟାଗଡ଼ କାକର କେମିତି ଆଜି ଦର୍ଶନ କରିବା ଭଲ ଦର୍ଶନ ବଢ଼ିଆ ଭଲ ବଢ଼ିଆ ହଁ ମାନସିକ ତ ସବୁବେଳେ ଅଛି ମାନସିକ କ'ଣ ମାନସିକ ଥିଲା ମାନସିକ ଥିଲା ଯାହା ଅଛି ଆଉ ବିଶ୍ୱାସ ଅଛି ହଁ ବିଶ୍ୱାସ ଅଛି ନିଶ୍ଚିନ୍ତ ଅଛି କ'ଣ ସବୁ ମାନସିକ କଲେ ବାବା ପୂର୍ଣ୍ଣ କରିବେ ଯାହା କହିଲେ তুমি ପୂର୍ଣ୍ଣ କରନ୍ତି କିଛି ଅସୁବିଧା ବାବା ସବୁ ପୂର୍ଣ୍ଣ କରିବେ କେତେ ସମୟ ଲାଗିଲା ବାରିକେଟରେ ଆଇଲେ ଘଣ୍ଟାଟା ଲାଗିଲା ଦର୍ଶନ ବୁଝାବୁଝି ଦର୍ଶନ କେମିତି ଦର୍ଶନ କେମିତି ହେଲା ବଢ଼ିଆ ଦର୍ଶନ ହେଲା ବଢ଼ିଆ ଦର୍ଶନ ଆମ ସହିତ ଜଣେ ମାଉସୀ ଅଛନ୍ତି ମା କେଉଁଠି ଆସିଛନ୍ତି ଆଜି ବର୍ତ୍ତମାନ ଆପଣ ଦେଖୁଥିବେ ବର୍ତ୍ତମାନ ଯେହେତୁ ଏତେ ସଂଖ୍ୟାର ଭକ୍ତ ଆପଣ କେମିତି ଆସିଲେ ବର୍ତ୍ତମାନ କେମିତି ଅନୁଭୂତି ଭଲରେ ଆଣିଛନ୍ତି ଆମକୁ ଠାକୁରଙ୍କ ନାଁ ଡାକିଲା ମାନେ ଆମର ସବୁ କାମ ହେଇଯାଏ ଆଉ ବିଶ୍ୱାସ ଅଛି ଠାକୁରଙ୍କ ଉପରେ ଆଉ କ'ଣ ଆସିଲୁ ଦର୍ଶନ କଲୁ ଭଲ ଦର୍ଶନ କରିଦେଲୁ ବାବା ବାଲି କଳେଶ୍ୱର ବିଖ୍ୟାତ ବାଲି ଗୋଳି ଦେଲେ ଭଲ ହେଇଯିବ ବିଶ୍ୱାସ ଅଛି ହଁ ଅଛି 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 ନିଶ୍ଚିତ ତାଙ୍କ ନାଁ ବାଲି ବଳି ଦଉ ଯେଉଁ ଜାଗାଟା ଅସଜ ହେଇଥିବ ଭଲ ହେଇଯାଏ ତାଙ୍କର ଅଛି ସବୁ ଇଏ ପୂଜାପୂଜି କଲେ କ'ଣ କେମିତି ଆଜି ଠାକୁର ଦର୍ଶନ କଲେ ଦୀପ ବସେଇଲୁ ଠାକୁରଙ୍କୁ ଯାହା ମାନସିକ କରିବା କଥା କଲୁ ଆଉ ସବୁ ପିଲାଙ୍କୁ ଇଏ ରଖିବେ ଭଲରେ ଆଉ ତେବେ ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଆମେ ଆଲୋଚନା କରୁଥିଲେ ବାବା ବାଲି କପିଳେଶ୍ୱରଙ୍କ ପୀଠରୁ ନିହାତି ଭାବରେ ଆପଣ ଯେହେତୁ ନାଁ ଅଛି ବାବା ବାଲି କପିଳେଶ୍ୱର ପୀଠ ଏବଂ ବିଶ୍ୱାସ ରହିଛି ବାବାଙ୍କର ଯିଏ ବାଲି ବୋଳି ଦେଲେ ତାଙ୍କ ଦେହ ଭଲ ହେଇଯାଏ ତେଣୁ ନିହାତି ଭାବରେ ବିଶ୍ୱାସର ଠାକୁର ବାବା
ବାଲିକପିଳେଶ୍ୱର ଏବଂ ଅନେକ ଦୂର ଦୂରାନ୍ତରୁ ଭକ୍ତରେ ଛୁଟି ଆସିଥାଏ ଏହି ଜାଗର ଦିନରେ ବାବା ବାଲିକପିଳେଶ୍ୱର ପୀଠକୁ ଏବଂ ନିହାତି ଭାବରେ ତାର ଯେଉଁ ମାନସିକ ଥାଏ ମାନସିକ ପୂର୍ଣ୍ଣ କରିବା ପାଇଁ ସେ ଠାକୁରଙ୍କୁ ମାନସିକ କରି ଯେଉଁ ବାଲି ଟିକେ ବୋଳିଦେଲେ ତା ହାଡ଼ ଜଏଣ୍ଟ ହୋଇଯାଏ ଏବଂ ସମସ୍ତଙ୍କ ଦେହ ଆରୋଗ୍ୟ କାମନା ପାଇଥାଏ। ନିହାତି ଭାବରେ ରାତିକି ମଧ୍ୟ ମହାଦୀପର ଉଠାଇବା ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଅନେକ ଭକ୍ତମାନେ ଆସିଛନ୍ତି ଏବଂ ଦୀପ ଲଗାଉଛନ୍ତି ଭୋଗରାଗ କରୁଛନ୍ତି ଏବଂ ନିଜର ମନସ୍କାମନା ଜଣାଉଛନ୍ତି। ପୁରୀରୁ କ୍ୟାମେରାମ୍ୟାନ୍ ଦୀପକ ପ୍ରଧାନ ସହିତ ଜଗବନ୍ଧୁ ବେହେରା ପ୍ରତିଦିନ ଟିଭି।